ଡୁଙ୍ଗରିପାଲିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ 138ତମ ଜନ୍ମ ମହୋତ୍ସବ ଆଜି ଦିନ 11ଟାରୁ 2ଟା ମଧ୍ୟରେ ପାଳିତ ହୋଇଯାଇଛି। ଡୁଙ୍ଗରିପାଲି ସତ୍ସଙ୍ଗ କେନ୍ଦ୍ରରେ ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ 138ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବକ୍ତା ଭାବରେ ସହପ୍ରତି ରିତିକ ଜିତେନ୍ଦ୍ର ରାଉତ ଓ ନୀଳକଣ୍ଠ ଶତପଥୀ ଯୋଗଦେଇ ଠାକୁରଙ୍କ ଭାବାଦର୍ଶ ଉପରେ ଆଲୋକପାତ କରିଥିଲେ। ସତ୍ସଙ୍ଗ କେନ୍ଦ୍ରର ଜନ୍ମେଜୟ ମିଶ୍ର, କବିତାନନ୍ଦ ସାହୁ, ସାଧୁ ସେଠ, ଆଶୁତୋଷ ପ୍ରଧାନ, ସଞ୍ଜୀବ ଦେବ, ସେବା ପ୍ରଧାନଙ୍କ ସମସ୍ତ ଗୁରୁଭାଇ ଓ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। ଆୟନ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍ ସାଇନ୍ସ ଟେକ୍ନୋଲୋଜି ଡୁଙ୍ଗରିପାଲି। ଏଠାରେ ଉନ୍ନତମାନର କ୍ଲାସରୁମ୍, ଅତ୍ୟାଧୁନିକ ଲ୍ୟାବୋରେଟୋରୀ, ଯୋଗା କ୍ଲାସ, ଏକ୍ସପିରିଏନ୍ସ ଶିକ୍ଷକ ଦ୍ୱାରା ଶିକ୍ଷାଦାନ ଉପଲବ୍ଧ ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ସୁବିଧା ଉପଲବ୍ଧ। ଏସି କ୍ଲାସରୁମ୍ ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 15ରୁ ଫ୍ରି ସମର କୋର୍ସ ଆରମ୍ଭ ହେବା ସହିତ ନିଟ୍ ଏବଂ ଜେଇର ପ୍ରିପାରେସନ୍ କରାଯିବ।